ଦେଖିଲେ ମୁଁ କେଉଁଠି ଠିଆ ହେଇ ଏ ଫଟୋ ଉଠାଉଛି। ନୂଆ ନୂଆ ଜିନିଷ ଦେଖିଲେ ମୋତେ ସବୁବେଳେ ଭାରି ଖୁସି ଲାଗେ। ମୁଁ ତ ଆପଣମାନଙ୍କୁ ବହୁତ ଥର କହିଛି ମୁଁ ବୁଲିବାକୁ ବହୁତ ଭଲ ପାଏ। ମୁଁ ହାତ ବଢ଼େଇ ପରୀକ୍ଷା କରୁଛି। ଏଇଟା ହେଲା ଅଙ୍ଗୁର ଗଛ। ଯଦି କୋଳି ପେନ୍ଥାଏ ଫଳିଥାନ୍ତା ତାହେଲେ ମୁଁ ତୋଳି ପାରିଥାନ୍ତି କି ନାହିଁ ସେଇଟା ଦେଖୁଥିଲି। ହେଲେ ଜମା ଗଛରେ ଅଙ୍ଗୁର ନଥିଲା ମ, ଖାଲି ଗଛ ଗୁଡ଼ାକ ହିଁ ଥିଲା। ସବୁ ବର୍ଷ ଏଇ ସମୟରେ ଅଙ୍ଗୁର ଗଛ କାଟଛାଣ୍ଟ କରାଯାଏ। ସେ ପୁଣି ନୂଆ ହେଇ କଅଁଳି ଫଳେ। ବର୍ଷକୁ ଥରେ ମାତ୍ର ଅଙ୍ଗୁର ଗଛରେ ଫଳ ଆସେ। ଫଳ ନଥାଉ ପଛେ ଆମେ ସମସ୍ତେ ଟିକେ ଅଙ୍ଗୁର ଲତା ଦେଖିବା ପାଇଁ ଇଚ୍ଛା କଲୁ। ସେଥିପାଇଁ ଗାଡ଼ିବାଲାକୁ କହି ଗାଡ଼ି ଅଟକେଇ ସମସ୍ତେ ଯାଇ ଅଙ୍ଗୁର ବଗିଚାରେ ବୁଲିଲୁ। ହେଲେ ଶୁଖିଲା ବଗିଚା ତ ମନଟା ସେତେ ଖୁସି ହେଲାନି। ତଥାପି ଖୁସି ହେଲାନି ବୋଲି କେମିତି କହିବି, ଓଡ଼ିଶାରେ ମୁଁ କ'ଣ ଏମିତି ଅଙ୍ଗୁର ବଗିଚା ଦେଖିପାରିଥାନ୍ତି? ଏ ଅଙ୍ଗୁର ଗଛ ସବୁ ଆମେ କେଉଁଠି ଦେଖିଲୁ କହିଲେ? ମୁଁ ଆଙ୍କୁ ଡାକିଲି ମୁଁ କହିଲି ତମେ ମୋ ଫଟୋ ନ ଉଠାଅ ପଛେ ଆସ, ମୁଁ ତମର ଅଙ୍ଗୁର ଲତା ପାଖରେ ଗୋଟେ ଫଟୋ ଉଠେଇଦେବି। ଆମର ସେତେବେଳେ ଗୋଟେ ନାଁ ଭାରି ଚାଲୁଥିଲା ଅଙ୍ଗୁରବାଳା। ଏବେ କାହିଁ ସେ ନାଁ କେହି ଦେଉନାହାନ୍ତି। ଏବେ ସବୁ ନାଁ ଅଲଗା ପ୍ରକାର ହେଇଗଲାଣି। ଯାହା ବି ହଉ, ଅଙ୍ଗୁର କୋଳି ପ୍ରତି ଗୋଟେ ବହୁତ ସମ୍ମାନ ମନରେ ଥାଏ। ବହୁତ କୋଳି ଖାଇଥିଲେ ବି ଅଙ୍ଗୁର ଗଛରୁ କେବେ କୋଳିଟିଏ ତୋଳି ଖାଇନାହିଁ। ଆଜି ଖାଲି ଶୁଖିଲା ଗଛ ଦେଖିକି ବି ମନ ବହୁତ ଖୁସି ଗଲି। ଆମେ ଯେତେ ସାଙ୍ଗସାଥି ଯାଇଥିଲୁ ସମସ୍ତେ ଓହ୍ଲେଇକି ଅଙ୍ଗୁର ଲତା ଦେଖିଲୁ। ଏଗୁଡ଼ା ସବୁ କଟା ଯାଇକି ନୂଆ ହେଇ କଅଁଳୁଥିବା ଅଙ୍ଗୁର ଗଛ। ବାଟ ସାରା କେତେ ବଡ଼ ବଡ଼ ଅଙ୍ଗୁର ବଗିଚା। ଏଗୁଡ଼ା ବି ଅଙ୍ଗୁର ଗଛ ଯେ ପତ୍ର କଅଁଳି ଯାଇଛି। ହେଲେ ଏ ଅଙ୍ଗୁର ବଗିଚା ମୁଁ କେଉଁଠି ଦେଖୁଥିଲି କହିଲେ? ମୁଁ ଯାଉଥିଲି ସପ୍ତଶୃଙ୍ଗୀ ମନ୍ଦିର ଦର୍ଶନ କରିବାକୁ। ହେଇ ତ ଶୃଙ୍ଗ ଦେଖାଗଲାଣି। ଛେଳି ମେଣ୍ଢା ସବୁ ବାଟରେ ଯାଉଥିଲେ। ଆଉ ଖାଲି ଶୁଖିଲା ପାହାଡ଼। ଖରା ଦିନଟା ନା, ଚାରିଆଡ଼େ ପାହାଡ଼। 7ଟି ପାହାଡ଼ ଉଢାଳରେ ଏଇ ମା ବିଜେ କରିଛନ୍ତି। ସେଇଥିପାଇଁ ଏ ଜାଗା ନାଁ ହେଉଛି ସପ୍ତଶୃଙ୍ଗୀ। ଆଉ ଏଇଥିରେ ଯେଉଁ ମା ଅଛନ୍ତି ସେ ହେଉଛନ୍ତି ସପ୍ତଶୃଙ୍ଗୀ ମାତା। ଆମେ ସେଠି ପହଞ୍ଚି ଯାଇ ସାଙ୍ଗେ ସାଙ୍ଗେ ଗଲୁ ଟିକେଟ କରିବାକୁ। କି ଟିକେଟ କହିଲେ? ଏଇ ଯେଉଁ ଝୁଲାରେ ଯାଆନ୍ତି ମ, ରୋପ୍ ୱେ ଟିକେଟ। ମୁଁ ଆଗରୁ ନେପାଳ ଯାଇଥିଲା ବେଳେ ଯାଇଥିଲି ରୋପ୍ ୱେରେ ଠାକୁରାଣୀ ଦର୍ଶନ କରିବାକୁ। ହେଲେ ଏମିତିକା ନୁହଁ। ଏ ରୋପ୍ ୱେ କ'ଣ ଏମିତି ଟ୍ରେନ୍ ଭଳିଆ? ମୁଁ ଅବଶ୍ୟ କେବଳ ନେପାଳ ବୋଲି ନୁହଁ, 2-3 ଜାଗାରେ ରୋପ୍ ୱେରେ ଯାଇଛି। ହେଲେ ଏଠି ରୋପ୍ ୱେଟା ପୁରା ରେଳ ଧାରଣା ଉପରେ। ଏଇଟା ପରା କୁଆଡ଼େ ଆମ ଭାରତର ସବୁଠୁ ପ୍ରଥମ ରୋପ୍ ୱେ ଯିବାର ବ୍ୟବସ୍ଥା। ଆଉ ଏଇଟା ହେଉଛି ଫର୍ନିକୁଲାର ରୋପ୍ ୱେ। ଏହା ଅନ୍ୟ ରୋପ୍ ୱେ ପରି ନୁହେଁ। ଏଇଟା ଗୋଟେ ଟ୍ରେନ୍ ପରି। ଦେଖୁନାହାନ୍ତି, ଏସି ଲାଗିଛି, ତା ଭିତରେ ଏଠି ସବୁ ବସିବାକୁ ସୁବିଧା ଅଛି। ବହୁତ ଲୋକ ଏଥିରେ ବସିକି ଯାଇପାରୁଛନ୍ତି। ଏଇ ଦେଖନ୍ତୁ କେତେ ଗୁଡ଼େ ଡବା ଉପରକୁ ଉପରକୁ ସବୁ ଦେଖାହେଉଛି। ମୋତେ ତ ନୂଆ ଜିନିଷ ଦେଖିଲା ମାନେ ଖାଲି ରଙ୍କ ଭଳିଆ ଲାଗେ। ମୁଁ ଖାଲି ଏପଟ ସେପଟ କେଉଁ ଫଟୋ ଉଠେଇବି କିଛି ସ୍ଥିର କରିପାରେନି। ମୁଁ ଏମିତି ପିଲାଳିଆଙ୍କ ଭଳି ହେଲା ବେଳକୁ ଇଏ ବି ମୋତେ ସତରେ ଛୁଆଟେ ଭଳିଆ ବଡ଼ ଆକଟ କରନ୍ତି। ଯାହା ବି ହଉ, ମୁଁ ଖାଲି ଆଙ୍କ ପାଖରେ ଚୁପ୍ ହେଇ ବସି ପଡ଼ିକି ଏଣିକି ତେଣିକି ଅନଉଥାଏ। ଏତେବେଳକୁ ଦେଖିଲା ବେଳକୁ ଝରକା ପଟେ କି ସୁନ୍ଦର ଦୃଶ୍ୟ। ତଳ କେମିତି ଦେଖାଉଛି ଦେଖିଲେ? ତଳକୁ ପାହାଡ଼ ଉପରୁ ତଳ କେମିତି ଦେଖାଯାଉଛି। ଏ ପାହାଡ଼ର ଉଚ୍ଚତା ହେଉଛି 4,500 ଫୁଟ। ତା ଉପରକୁ ଆମେ ରୋପ୍ ୱେରେ ଗଲୁ। ପାଦ ଚଲା ବା ପାହାଚ ରାସ୍ତା ବି ଏଠିକୁ ଅଛି, କିନ୍ତୁ ପ୍ରାୟ 1200 ପାହାଚରୁ ଅଧିକ ପାହାଚ ଥିବାରୁ ଆମେ ପାହାଚରେ ଯିବା ପାଇଁ ସାହସ କଲୁ ନାହିଁ। କିନ୍ତୁ ଲୋକମାନେ ଏବେ ବି ପାହାଚ ଚଢ଼ି ଯାଆନ୍ତି। ଏଇଟା ହେଉଛି ନାସିକରୁ 65 କିଲୋମିଟର। ଏଠି ରହିବା ପାଇଁ ବି ଭଲ ଭକ୍ତ ନିବାସ ଅଛି। 200ରୁ 2000 ଟଙ୍କା ଯାଏ। ଦେଖୁନାହାନ୍ତି, ଏଇ ଧାରଣା ପରା। ଗୋଟେ ରୋପ୍ ୱେରେ ଆମେ ଗଲାବେଳକୁ ଆର ଯେଉଁ ଫାଙ୍କା ଧାରଣାଟା ଥିଲା ସେଇଟା ମୁଁ ଫଟୋ ଉଠେଇ ପକାଉଥିଲି। ଯଦି ଏଠି ଫୋନ୍ ଖସି ପଡ଼ିବ ନା, ମଜା ଛାଡ଼ିଯିବ। ଆଉ ତ ସେ ଫୋନ୍ ପାଇବାର ପ୍ରଶ୍ନ ଉଠୁନି। ଗାଳି ଗୁଡ଼ିଏ ବି ଖାଇବାକୁ ମିଳିବ। ତଥାପି ମୁଁ କ'ଣ ଛାଡ଼ୁଥିଲି? ସବୁଆଡ଼ ଖାଲି ଟିକେ ଫଟୋ ଉଠେଇ ପକାଉଥିଲି, ମାନେ ଛୋଟ ଛୋଟ ଭିଡ଼ିଓ କରି ପକାଉଥିଲି। ଅବଶ୍ୟ ମୁଁ ଏକା ନୁହେଁ ମ। ଦେଖୁନାହାନ୍ତି ଏ ବିଚିତ୍ର ଦୃଶ୍ୟ। କିଏ ବା ଇଚ୍ଛା ନ କରିବ ଫଟୋ ଉଠାଇବା ପାଇଁ? ରୋପ୍ ୱେରୁ ଓହ୍ଲେଇ ଆମେ ଯାଇ ଧାଡ଼ିରେ ପହଞ୍ଚିଗଲୁ। ଧାଡ଼ି ବି ବେଶ ଭିଡ଼ ଥିଲା। ସେ ଧାଡ଼ି କଡ଼ରୁ ପୁଣି ଦେଖାଯାଉଥିଲା ତଳର ଦୃଶ୍ୟ। ଅବଶ୍ୟ ଟିକେ ଝାପ୍ସା, ତଥାପି ମୁଁ ଗୋଟେ ଭିଡ଼ିଓ କରିଦେଲି। ଆଉ ପୁଣି ସେ ଧାଡ଼ିରେ ଖୁନ୍ଦି ହେଇଗଲି। ଦେଖନ୍ତୁ, ସେ ମାଆଙ୍କର ମନ୍ଦିର ଭିତରକୁ ଏ ରାସ୍ତା। ବାହାରେ ଗୋଟେ ପିତ୍ତଳର ମାଆଙ୍କ ମୂର୍ତ୍ତି ଅଛି। କିନ୍ତୁ ଏ ମାଆଙ୍କ ପରେ ଆଉ ଯେଉଁ ମାଆ ମନ୍ଦିର ଭିତରେ ପଥର ଖୋଲରେ ଖୋଦେଇ ହେଇଛନ୍ତି ସେଇ ହେଉଛନ୍ତି ସପ୍ତଶୃଙ୍ଗୀ ମାତା।
ଫୁଲର ଝୁଲଣା ଟଙ୍ଗା ହେଇଛି। ସେ ସାମ୍ନାରେ ମା ଅଛନ୍ତି, କିନ୍ତୁ ଭିତର ମାଙ୍କୁ ଆମେ ଏଯାବତ ଦେଖିପାରିନୁ। ମୁଁ ତ ଖାଲି ସବୁଆଡ଼କୁ ଅନଉଛି। ଛୋଟ ଛୋଟ ପିଲାମାନେ ମୁଣ୍ଡରେ ବାନ୍ଧିକି ମାଙ୍କ ଝାଲେର ତାଙ୍କ ବାପା ମାଙ୍କ କାନ୍ଧରେ ବସି ସେ ଧାଡ଼ିରେ ଅଛନ୍ତି। ତାକୁ ଦେଖିବି ନା ଇଆଡ଼େ କଦଳୀ ଖାଇଲାଣି କେଉଁଠି ମାଙ୍କଡ଼, ତ ଭୋଗ ବୋଧେ ହେଇଥିଲା, ପୁରୀ ଆଣିକିରି ବି ମାଙ୍କଡ଼ ବସି ଖାଉଥିଲେ। ସବୁଆଡ଼େ ସବୁ ପ୍ରକାର ଭିନ୍ନ ଭିନ୍ନ ଦୃଶ୍ୟ। ଏଇଠି ଦେଖୁନାହାନ୍ତି, ସମସ୍ତେ କହିଲେ ଏ ଭାଇଙ୍କ ଦେହରେ ମା ଆବେଶ ହେଇଛନ୍ତି। ସିଏ ପୁରା ଯେମିତି ଆମ ଗାଁ ଗହଳିରେ କାଳେସି ଲାଗେନି, ସିଏ ସେମିତି କମ୍ପି କମ୍ପି ଯାଉଥିଲେ। ସେ ପାଖରେ ଠାକୁରଙ୍କ ପାଇଁ ଫୁଲର ସାଜସଜ୍ଜା ବି ଚାଲିଥିଲା। ଛୋଟ ବଡ଼ ବୟସ୍କ ରୋଗୀ କାହା କଥା କହିବି, ସମସ୍ତେ ସେ ଧାଡ଼ି ଲଗେଇଥାନ୍ତି। ସେ ଧାଡ଼ିରେ ବି ଭଜନ କୀର୍ତ୍ତନ ଚାଲିଥାଏ। ଗୋଟେ ଭକ୍ତିଭାବପୂର୍ଣ୍ଣ ପରିବେଶ। ହେଲେ ପ୍ରବଳ ଗହଳି। ମୁଁ ଖାଲି ଠାକୁରଙ୍କୁ ଡାକୁଥାଏ, ମାଲୋ କେମିତି ଶୀଘ୍ର ତୋତେ ଦର୍ଶନ କରି ତୋ ଚାରିପଟ ଦୃଶ୍ୟ ଟିକେ ଦେଖିବି। ସତରେ ମା ଆଉ କିଏ କି, ଏଇ ପ୍ରକୃତି ତ। ହେଲେ ସେଇ ଭିତରେ ଆମର ବହୁତ ସମୟ କଟିଗଲା ଗହଳିରେ। ଗହଳି ବାଧା କିନ୍ତୁ ମୁଁ ଜାଣିପାରିନି। ମୁଁ ତ ଖାଲି ମାଙ୍କଡ଼ଙ୍କ ଲୀଳା ଦେଖୁଥାଏ, ଛୋଟ ଛୁଆଙ୍କୁ ଦେଖୁଥାଏ। ତା ଭିତରେ ପୁଣି ଯେଉଁ ଭକ୍ତମାନଙ୍କ ଦେହରେ ମା ଆବେଶ ହୋଇଥାନ୍ତି, ସେମାନେ କେମିତି କ'ଣ ଆଚରଣ କରୁଥାନ୍ତି ତାକୁ ବି ଦେଖୁଥାଏ। ଆମେ ଯେଉଁ କହନ୍ତି ଗାଁ ଗହଳିରେ କାଳେସି ଲାଗିଛି ମ, ଏଇଟା ସେଇ କଥା। ଆପଣମାନେ ଦେଖିନାହାନ୍ତି କାନ୍ତରା ସିନେମା? ସବୁ କଥାକୁ ମୁଁ ସବୁବେଳେ କହିଛି, ଅନ୍ଧ ଭାବରେ ବିଶ୍ୱାସ କରିବା ଯେମିତି ଭୁଲ, ସବୁଗୁଡ଼ାକ ମିଛ, ଅଭିନୟ, ଫାଜିଲାମି, ଅନ୍ଧବିଶ୍ୱାସ କହିକି ଆଡ଼େଇ ଦେବାକୁ ବି ମୁଁ କେବେ ପସନ୍ଦ କରେ ନାହିଁ। କିଏ ଜାଣେ କାହା ଭିତରେ କ'ଣ ତତ୍ତ୍ୱ ରହିଛି, ଆମେ ତ ସେତେ ବେଶୀ ଗବେଷଣା କରିନେ। ତେଣୁ ହଠାତ୍ ଏମିତି ଗୋଟେ ମନ୍ତବ୍ୟ କାହିଁକି ଦେବି। ଦେଖନ୍ତୁ ସେ ମାଙ୍କ ଦେହରେ ବି ମା ଆବେଶ ହେଇଛନ୍ତି। ଆଉ ସେ ସବୁ ବଡ଼ ବିଚିତ୍ର କାମ ସବୁ ଦେଖାଉଛନ୍ତି। ତାକୁ ଦେଖିକି ଭକ୍ତମାନେ ଖାଲି ଜୟଧ୍ୱନି ଦେଉଥାନ୍ତି ଆଉ ତାଙ୍କୁ ପ୍ରଣାମ କରୁଥାନ୍ତି। ହେଇ ତ ଧାଡ଼ି ପାଖେଇ ଆସିଲାଣି, ଆଉ ସପ୍ତଶୃଙ୍ଗୀ ମାତାଙ୍କୁ ଦେଖାଗଲେଣି। ସିଏ ଯେମିତି ମାଙ୍କର ମୁଖ ଦେଖାଗଲା, ସମସ୍ତେ ଖାଲି ଜୟଧ୍ୱନି ଦେଲେ। ଏଇ ଦେଖୁନାହାନ୍ତି ପ୍ରକୃତରେ କେମିତି ପ୍ରତ୍ୟକ୍ଷ ଦେଖାଯାଉଛି ତାଙ୍କ ମୁହଁ, କେମିତି ଉଜ୍ଜଳ। ମୁଁ ତ ଆଗରୁ କେବେ ଦେଖିନଥିଲି। ତାଙ୍କ ସାମ୍ନାରେ ଏଇ ଫୁଲର ଝୁଲଣ ଝୁଲୁଥିଲା, ଆଉ ସେ ଫୁଲ ଝୁଲଣାରେ ଯାଇକି ମାଙ୍କଡ଼ ବସିକି ଝୁଲୁଥିଲା। ଆଉ ଏ ମାଙ୍କର ଆକର୍ଷଣ ବି କିଛି କମ୍ ନଥିଲା। ତାଙ୍କୁ ବି ସମସ୍ତେ ଅନଉଥିଲେ, ଦେଖୁଥିଲେ କେମିତି ମା ତାଙ୍କ ଦେହରେ ଆବେଶ ହେଇଛନ୍ତି। ସେଇ ସବୁ ଦେଖି ଦେଖି ଆମେ ପୁରା ମାଙ୍କ ପାଖରେ ପହଞ୍ଚିଗଲୁ। ଆଉ ମାଙ୍କୁ ବହୁତ ସୁନ୍ଦର ଭାବରେ ଦର୍ଶନ କରିବାର ସୁଯୋଗ ବି ପାଇଲୁ। ପୁରା ଶେଷ ପର୍ଯ୍ୟନ୍ତ ଏଠି କ୍ୟାମେରାକୁ ବା ମୋବାଇଲକୁ ଅନୁମତି ମିଳୁଥିଲା। ଆଉ ପ୍ରବଳ ଭିଡ଼ ଭିତରେ ବି ସେମିତି କିଛି ଗରମ ଲାଗୁନଥିଲା, କାହିଁକିନା ବହୁତ ବଡ଼ ବଡ଼ ଫ୍ୟାନ୍ ବି ଲାଗିଥିଲା। ସେ ଭିଡ଼ ଭିତରେ ସମସ୍ତେ ମନ ଭରିକି ମାଙ୍କୁ ଦେଖିଲୁ। ଆଉ ମାଙ୍କର ଫଟୋ ଭିଡ଼ିଓ ଯିଏ ଯାହା କିଛି ବାରଣ ନଥିଲା ଆମେ କଲୁ। ସେଠି ପୋଲିସ ଭାଇମାନେ ବି ଥିଲେ, ଶୃଙ୍ଖଳିତ ଭାବରେ ସମସ୍ତଙ୍କୁ ଦେଖେଇକି ବିଦା କଲେ। ପୁଣି ଆମେ ଆସିଗଲୁ ସେଇ ରୋପ୍ ୱେରେ ଫେରିବା ପାଇଁ। ଫେରିବା ବେଳର ଦୃଶ୍ୟ ବି କିଛି କମ୍ ସୁନ୍ଦର ନଥିଲା। ସତରେ ବହୁତ ବଢ଼ିଆ ଦେଖାଯାଉଥିଲା। ସେ ଜାଗା ଛାଡ଼ି ଆସିବାକୁ ମୋଟେ ମନ ହେଉନଥିଲା। ଇଚ୍ଛା ହେଉଥିଲା ଆଉ ଟିକେ ଦେଖିଦିଅନ୍ତି। ଏତେ ବଡ଼ ବଡ଼ ପାହାଡ଼, ତା ଉପରେ ପୁଣି ଏତେ କାରବାର ହେଇଛି। ମୋଟେ ଭାବି ହେଉନଥାଏ ଯେ ଆମେ ପ୍ରକୃତରେ ଗୋଟେ ପାହାଡ଼ର ଶିଖରରେ ହିଁ ଅଛୁ। ପାହାଡ଼ ଶିଖରରେ ଏଡ଼େ ବଡ଼ ସମତଳ ଜାଗା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ସେ ପାହାଡ଼ ଦେଖିବା ଯେମିତି ମୋ ପାଇଁ ନୂଆ, ପାହାଡ଼କୁ ଏମିତି ଗୋଟେ ଅଲଗା ପ୍ରକାର ରୋପ୍ ୱେରେ ଯିବା ବି ମୋ ପାଇଁ ନୂଆ। ଆପଣମାନେ ଯେ କେହି ବି ନାସିକ ଯାଇ ସେଇଠୁ ଏଇ ଜାଗାକୁ ଯାଇପାରିବେ। ଏଇ ଜାଗାଟି ଅତି ସୁନ୍ଦର, ରମଣୀୟ, ପ୍ରକୃତିର ଗୋଟେ ବୈଚିତ୍ର୍ୟ କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଫେରିଲା ବେଳେ ମାଙ୍କର ପତାକା ଦିଶୁଥିଲା, ଆଉ ଏପଟେ ସହରର ଦୃଶ୍ୟ ବି ଦେଖାଯାଉଥିଲା। ଦୋକାନ ବଜାର କିଣା ବିକା ସବୁର ସୁବିଧା ଅଛି। ଆପଣ ଚାହିଁଲେ ସେଠି ରାତ୍ରି ଯାପନ ବି କରିପାରିବେ। 200 ଟଙ୍କାରୁ 2000 ଟଙ୍କା ଯାଏ। ଆପଣଙ୍କର କ୍ଷମତା ଅନୁସାରେ ଆପଣ ଘର ବାଛି ନେଇ ପାରିବେ। ଭକ୍ତମାନଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ସ୍ୱତନ୍ତ୍ର ଖାଇବାର ବ୍ୟବସ୍ଥା ରହିଛି। ଗୋଟିଏ ଥାଳି 20 ଟଙ୍କା ହେଲା ବେଳକୁ ଅନ୍ୟ ଥାଳିଟି 60 ଟଙ୍କା। ସେଇଟା ବି ଆପଣଙ୍କ ବଜେଟ୍ ଅନୁସାରେ ଆପଣ ବାଛି ନେଇ ପାରିବେ। ତା ପାଖେ ପାଖରେ ଆଉ କିଛି ଜାଗା ବି ଅଛି ବୋଲି ମୁଁ ଶୁଣିଲି। ହେଲେ ଆମେ ତ ଦଳବଦ୍ଧ ହୋଇ ଯାଇଥିଲୁ, ନିଜ ଇଚ୍ଛାରେ କ'ଣ ରହିହେବ। ଆମକୁ ଯେତିକି ସମୟ ଦିଆଯାଇଥିଲା ସେତିକି ସମୟ ଭିତରେ ବୁଲାବୁଲି କରି ଆମେ ଫେରି ଆସିଲୁ। ବହୁତ ଜାଗା ମୁଁ ବୁଲିଛି, ହେଲେ ଏଇଭଳିଆ ଟ୍ରେନ୍ ପରି ରୋପ୍ ୱେରେ
ଏତେ ଉଚ୍ଚକୁ ମୁଁ କେବେ ବି ଯାଇନଥିଲି। ଏଇଟା ଦେଖିକି ମନ ବହୁତ ଖୁସି ହେଲା। ଏଥର ଯିବା ଭିତରେ ଯେତେ ଜାଗା ଦେଖିଲି ଏଇଭଳି ଗୋଟେ ଜିନିଷ ମୋ ପାଇଁ ପୁରା ନୂଆ ଥିଲା। ଏଇଟା ପୁରା ରେଳ ଧାରଣା, ଆଗରୁ ବି ଦେଖେଇଥିଲି ବୋଧେ ଆପଣଙ୍କୁ। ଆମେ ଓହ୍ଲେଇ ପଡ଼ିଲୁ, ଆଉ ଗୋଟେ ଟ୍ରେନ୍ ଭଳିଆ ଏଇଠି ଯାଉଛି। ଏଇଟା ଗୋଟେ ଅଲଗା ପ୍ରକାର ରୋପ୍ ୱେ, ଆଉ ଏଇଟା ମୁଁ ପ୍ରଥମ ଥର ପାଇଁ ଦେଖିଲି। ପିଲାମାନଙ୍କୁ ଏଇଟା ବେଶୀ ଭଲ ଲାଗିବ। ଆର ପ୍ରକାର ରୋପ୍ ୱେରେ ଝୁଲି ଝୁଲି ଯିବା ଯେମିତିଆ, ଏଇଟା ସେମିତି ନୁହେଁ। ଏଇଟା ତା ଅପେକ୍ଷା ବେଶୀ ସୁବିଧାଜନକ ମନେ ହେଲା। ଆଉ ସେଠି କିଣା ବିକା କଥା ଛାଡ଼ନ୍ତୁ, କ'ଣ ନ ମିଳୁଥିଲା ଯେ, ବହୁତ ଜିନିଷପତ୍ର ମିଳୁଥିଲା କିଣା ବିକା କରିବାକୁ। ମୁଁ ସେସବୁ ବୁଲି ବୁଲି ଦେଖୁଥିଲି। ଆଉ ଏଇ ଯେଉଁଟା ଆମର ଏଇଟା ହେଉଛି ରୋପ୍ ୱେର ଟିକେଟ୍ କାଟିବା ଜାଗା। ସେଇଠି ବି ଖାଇବା ପିଇବାର ବ୍ୟବସ୍ଥା ଅଛି, କିଣା ବିକାର ବ୍ୟବସ୍ଥା ଅଛି। ସେ ଜାଗା ଛାଡ଼ି ଆସିଲା ବେଳକୁ ମୁଁ ଖାଲି ପଛକୁ ଫେରି ଚାହୁଁଥିଲି। ସତରେ ଭାଗ୍ୟରେ ଥିଲେ ଏମିତି ଗୋଟେ ପ୍ରାକୃତିକ ପୂର୍ଣ୍ଣ ଜିନିଷ ଦେଖିବାକୁ ମିଳେ। ଏହା ହିଁ ପ୍ରକୃତିର ରହସ୍ୟ ବା ମାଙ୍କର ରହସ୍ୟ। ଶକ୍ତି ଆଉ କ'ଣ? ଶକ୍ତି ହିଁ ତ ପ୍ରକୃତି, ପ୍ରକୃତି ହିଁ ଶକ୍ତି। ସେଇଆ ଭାବୁଥିଲି। ବାହାରକୁ ଆସିଲା ବେଳକୁ ଗୋଟେ ଟ୍ରେନ୍ ତଳକୁ ଯାଉଥିଲା, ଗୋଟେ ଟ୍ରେନ୍ ଉପରକୁ ଯାଉଥିଲା। ମୋତେ ଭାରି ଖୁସି ଲାଗିଲା। ମୁଁ କହିଲି ଏଇ ଭିଡ଼ିଓଟା କରିକି ନେବି ଯେ ସମସ୍ତଙ୍କୁ ଦେଖେଇବି। ସେ ଭିଡ଼ିଓଟି କରିଲି, ଆଉ ସେ ଜାଗା ଛାଡ଼ିଲି।